କୁହୁଡ଼ି ଓ ଆମ୍ବ ବଉଳ ଗୋପାଳ ଭାଣ୍ଡ କାହାଣୀ। ଦିନେ ମହାରାଜା କୃଷ୍ଣଚନ୍ଦ୍ର ନକ୍ଷତ୍ର ବେଷ୍ଟିତ ଚନ୍ଦ୍ରମା ଭଳି ପାତ୍ର ମନ୍ତ୍ରୀ ପଣ୍ଡିତ ମଣ୍ଡଳୀଙ୍କ ମଧ୍ୟରେ ବସି ପଣ୍ଡିତମାନଙ୍କୁ ପଚାରିଲେ, ଆପଣମାନେ କୁହନ୍ତୁ, ଆମ୍ବ ଓ ଆମ୍ବଡ଼ାର ବଉଳ ଏକ ସମୟରେ ମୁକୁଳିତ ହୁଅନ୍ତି ଆମ୍ବ ଓ ଆମ୍ବଡ଼ାର ବଉଳ ଏକ ସମୟରେ ମୁକୁଳିତ ହୁଅନ୍ତି, କିନ୍ତୁ କୁହୁଡ଼ି ଆମ୍ବଡ଼ା ବଉଳକୁ ନ ପୋଡ଼ି ଆମ୍ବ ବଉଳକୁ କାହିଁକି ପୋଡ଼ିଦିଏ? ଏହାର କାରଣ କ'ଣ କୁହ? ରାଜାଙ୍କର ଏ ପ୍ରଶ୍ନ ଶୁଣି ସମସ୍ତ ସଭାଗଣ ପରସ୍ପର ଚାହାଁ ଚାହିଁ ବି ଆଖି ଠରାଠରି ହେଲେ। ତତ୍କାଳଙ୍କର ନ୍ୟାୟରତ୍ନ ବାଣୀଭୂଷଣ ବିଦ୍ୟାନିଧି ଏମାନଙ୍କର ଉପସ୍ଥିତି ବୁଦ୍ଧି ଆଉ କିଛି ନ ଆସିବାରୁ ବସିକରି ଭାବୁଛନ୍ତି। ଏହି ସମୟରେ ଗୋପାଳ ଭାଣ୍ଡ ଆସି ଜୟ ମହାରାଜ କୃଷ୍ଣଚନ୍ଦ୍ରଙ୍କର ଜୟ କହି ସଭାରେ ଉପସ୍ଥିତ ହେଲେ। ଅନ୍ୟାନ୍ୟ ଦିନ ପରି ସଭାରେ କୌଣସି କଥା ଆଲୋଚନା ନ ହୋଇ ରାଜା ସହିତ ସମସ୍ତେ ବସି ଅଛନ୍ତି। ଏହା ଦେଖି ଗୋପାଳ କହିଲେ, ମହାରାଜ, ଆଜି ସମସ୍ତଙ୍କୁ ଚିନ୍ତାଯୁକ୍ତ ଦେଖୁଛି। ଆପଣ ମଧ୍ୟ କୌଣସି କଥାକୁ ଅପେକ୍ଷା କଲା ଭଳି ବସିଛନ୍ତି। ଏହାର କାରଣ କ'ଣ? ଏହା ଶୁଣି ମହାରାଜା କହିଲେ, ଗୋପାଳ, ମୁଁ ଗୋଟିଏ ପ୍ରଶ୍ନ କରି ତାର ଉତ୍ତର ଅପେକ୍ଷାରେ ଅଛି। ସେ କଥା ଶୁଣି ତୁମେ କ'ଣ କରିବ ତା ତ ତୁମ ଭାଣ୍ଡପଣିଆ ନୁହେଁ, ଏ ଶାସ୍ତ୍ର ଆଲୋଚନା କଥା। ଗୋପାଳ କହିଲେ, ଥରେ ଦୟାକରି କୁହନ୍ତୁ, ଶୁଣିଲେ କ'ଣ କିଛି ମାରାତ୍ମକ ଦୋଷ ଅଛି? ଏହା ଶୁଣି ରାଜା ସେହି ବଉଳ ପ୍ରଶ୍ନ କଥା କହିଲେ। ତାହା ଶୁଣି ଗୋପାଳ ହାସ୍ୟରେ କହିଲେ, ଏ ପୁଣି ଗୋଟିଏ କଥାରେ କଥା ଯେ ଏଥିସକାଶେ ଲମ୍ବା ଚଉଡ଼ା ଉତ୍ପାଦି ବହନ କରି ବହୁ ଶାସ୍ତ୍ରଜ୍ଞ ଚିନ୍ତାରେ ଏକବାର ବିପଦଗ୍ରସ୍ତ ହୋଇଛନ୍ତି। ମହାରାଜ, ଏମାନେ ତେବେ ସବୁ ଠକାଠକି କରି ଖାଉଥିଲେ, ଆଜି ଠକି ଯାଇଛନ୍ତି। ଏହା ଶୁଣି ମହାରାଜ କହିଲେ, ଏଭଳି କଥା କହିବା ତୁମ୍ଭର ଉଚିତ ହେଉନାହିଁ। ସାମାନ୍ୟ ପ୍ରଶ୍ନ ବୋଲି କହିଲ, ତୁମ୍ଭେ କ'ଣ ତାର ଉତ୍ତର ଦେଇପାରିବ? ଗୋପାଳ କହିଲେ, ଆଜ୍ଞା, ଏହାର ପୁଣି ଗୋଟିଏ ଉତ୍ତର ନ ଜାଣିକରି କ'ଣ ଗୋପାଳ ଏପରି କହେ? ଶୁଣନ୍ତୁ ମହାରାଜ, କୁହୁଡ଼ି ସୃଷ୍ଟି ହୋଇଥିଲା କାହିଁକି? ଆମ୍ବକୁ ନଷ୍ଟ କରିବା ନିମନ୍ତେ। ଏହାର କାରଣ, ଯେତେବେଳେ ପରାଶର ମୁନି ମତ୍ସ୍ୟଗନ୍ଧାଙ୍କ ସହିତ ସହବାସ କରିବା ଅଭିପ୍ରାୟରେ ନଦୀର ମଧ୍ୟରେ ଦୀପ ଥିଲେ, ଦିନବେଳା ମନୁଷ୍ୟ କେହି ଦେଖିଲେ ଧୀବର କନ୍ୟା ଲଜ୍ଜା ହେବ ବୋଲି ସେ ମୁନିକି କହିବାରୁ ପରାଶର ମୁନି ଯୋଗବେଳେ ଲଜ୍ଜା ନିବାରଣ ସକାଶେ ସେହି କୁହୁଡ଼ିକୁ ସୃଷ୍ଟି କରିଥିଲେ। ଏଥି କାରଣରୁ ଚ୍ୟୁତ ବକୁଳକୁ ନଷ୍ଟ ନ କରି ଆମ୍ବଡ଼ା ବଉଳକୁ କାହିଁକି ନଷ୍ଟ କରିବ? ଗୋପାଳ ଭାଣ୍ଡର ଏହି ଅଦ୍ଭୁତ ବୁଦ୍ଧି ଚାତୁର୍ଯ୍ୟ ସଭାରେ ଶୁଣି ମହାରାଜ ଓ ଅନ୍ୟାନ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଗୋପାଳକୁ ସମସ୍ତେ ଧନ୍ୟ ଧନ୍ୟ ଦେଲେ। ମହାରାଜ ମଧ୍ୟ ପୁରସ୍କାର ଦେଲେ। ଗୋପାଳ ଖୁସି ହୋଇ ଘରକୁ ଗଲା। କାହାଣୀଟି ଏତିକି, ମୋ ଗପ ପେଡ଼ି ସେତିକି। ଆପଣ ଶୁଣୁଥିଲେ ଗୋପାଳ ଭାଣ୍ଡ କଥା, କୁହୁଡ଼ି ଓ ଆମ୍ବ ବଉଳ। ଆପଣଙ୍କୁ ଯଦି ଭଲ ଲାଗିଛି, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ରହୁଛି, ଧନ୍ୟବାଦ।